ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣମାନେ ଯଦି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଏପର୍ଯ୍ୟନ୍ତ ପାଇନାହାନ୍ତି ତାହେଲେ ଭିଡିଓଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ବହୁତ ମହିଳାଙ୍କ ଖାତାକୁ ଚତୁର୍ଥ କିସ୍ତି ଆମାଉଣ୍ଟ ଯାଇନାହିଁ। ଆଉ ତାର ମୁଖ୍ୟ କାରଣ ହେଇପାରେ ଇ କେୱାଇସି ପେଣ୍ଡିଂ। କାହିଁକି ନା ଏବେ ସିଏସି ସେଣ୍ଟରକୁ ଇ କେୱାଇସି ଲିଷ୍ଟ ପେଣ୍ଡିଂ ଲିଷ୍ଟ ଆସିଛି। ଚତୁର୍ଥ କିସ୍ତି ଯେଉଁମାନେ ପାଇନାହାନ୍ତି ସେମାନଙ୍କର ଇ କେୱାଇସି ମଧ୍ୟ ପେଣ୍ଡିଂ ଥାଇପାରେ। ତେଣୁ ଯଦି ଆପଣଙ୍କୁ ସୁଭଦ୍ରାର ଚତୁର୍ଥ କିସ୍ତି ମିଳିନାହିଁ ତାହେଲେ ଆପଣ ନିଜ ପାଖରେ ଥିବା ସିଏସି ସେଣ୍ଟର କିମ୍ବା ଜନସେବା କେନ୍ଦ୍ରକୁ ଯାଇ ଇ କେୱାଇସି ଚେକ୍ କରନ୍ତୁ। ଯଦି ଆପଣ ଯାଇ ଚେକ୍ କରିପାରୁନାହାନ୍ତି ତାହେଲେ ଭିଡିଓ ତଳେ ଥିବା କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଆପଣଙ୍କ ନାଁ, କୋଉ ଡିଷ୍ଟ୍ରିକ୍ଟରୁ ଦେଖୁଛନ୍ତି କମେଣ୍ଟ କରନ୍ତୁ। ଆମେ ମଧ୍ୟ କହିଦେବୁ ଆପଣଙ୍କ ଇ କେୱାଇସିରେ ପେଣ୍ଡିଂ ଅଛି କି ନାହିଁ। ଏବେ ଆସନ୍ତୁ ଦେଖିବା ଲଗ୍ଇନ୍ କରି ସିଏସି ସେଣ୍ଟରରେ ଗୋଟେ ମାନେ ଏକ୍ଜାମ୍ପଲ ପାଇଁ ଗୋଟେ ବାଲେଶ୍ୱର ଡିଷ୍ଟ୍ରିକ୍ଟର ମୁଁ ଚେକ୍ କରି କହୁଛି ତାଙ୍କର କେତେ ଜଣ ପେଣ୍ଡିଂ ଅଛି। ବାହାନଗା ବ୍ଲକର ବାହାନଗା ଜିପି ଦେଖନ୍ତୁ, ଏଇଟା ସିଏସିରେ ଲଗ୍ଇନ୍ କରି ଦେଖୁଛି କେତେ ଜଣଙ୍କର ପେଣ୍ଡିଂ ଅଛି। ଭିଡିଓରେ ଦେଖେଇ ଦିଅନ୍ତୁ। ଆଉ ଥରେ ମଧ୍ୟ କହିଦେଉଛି ଆପଣଙ୍କର ନାଁ, ଯେ ସୁଭଦ୍ରା ହିତାଧିକାରୀ ତାଙ୍କ ନାଁ ଆଉ କୋଉ ଡିଷ୍ଟ୍ରିକ୍ଟରୁ ଦେଖୁଛନ୍ତି ତାଙ୍କ ଡିଷ୍ଟ୍ରିକ୍ଟର ନାଁ ମଧ୍ୟ କମେଣ୍ଟରେ ଲେଖନ୍ତୁ। ଆମେ ଚେକ୍ କରି କହିବୁ, ଟିକେ ସମୟ ଦେବେ। ଯଦି ଏହି ଭିଡିଓଟି ଆପଣଙ୍କୁ ଭଲ ଲାଗିଥାଏ କିମ୍ବା ଭିଡିଓରୁ କିଛି ଆପଣଙ୍କୁ ଶିଖିବା ପାଇଁ ମିଳିଥାଏ ତାହେଲେ ଭିଡିଓକୁ ନିଶ୍ଚୟ ସବସ୍କ୍ରାଇବ କରିଦେବେ, ଗୋଟେ ଲାଇକ୍ କରିଦେବେ। ଯଦି ଆମ ଚ୍ୟାନେଲକୁ ନୂଆ ଭିଜିଟ୍ କରୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। କାହିଁକି ନା ଏପ୍ରିଲ 1ରୁ ସୁଭଦ୍ରା ନୂଆ ଆବେଦନ ଆରମ୍ଭ ହେବ। ଆମେ ମଧ୍ୟ ସିଏସି ସେଣ୍ଟରରେ ଆବେଦନ କରିବୁ। ଆପଣମାନଙ୍କର ଯଦି ଆବେଦନ ସମୟରେ କୌଣସି ଅସୁବିଧା ଥାଏ, କୌଣସି ପ୍ରୋବ୍ଲେମ ହୁଏ ତାହେଲେ କମେଣ୍ଟ ମଧ୍ୟ ନିଶ୍ଚୟ ଜଣାଇବାକୁ ଅନୁରୋଧ। ଆଉ ଏହି ସମୟରେ ସୋସିଆଲ ମିଡିଆରେ ବହୁତ ସବୁ ଭୁଲ ତଥ୍ୟ ଆସିବ। ଆପଣ କୌଣସି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ, କାହାକୁ ଓଟିପି ମଧ୍ୟ ଦିଅନ୍ତୁ ନାହିଁ। 4 ଜଣଙ୍କର ପେଣ୍ଡିଂ ଅଛି, ଆଜ୍ଞା ଆପଣଙ୍କର ବି ଥାଇପାରେ। ଆପଣ ଯାଇ ଚେକ୍ କରନ୍ତୁ। ଯଦି ଚେକ୍ କରିପାରୁନାହାନ୍ତି ଆମକୁ ଭିଡିଓରେ କମେଣ୍ଟ କରନ୍ତୁ, ସମୟ ଦିଅନ୍ତୁ। ଆମେ ମଧ୍ୟ ଚେକ୍ କରିକି ଆପଣଙ୍କୁ ରିପ୍ଲାଏ ଦେବୁ। ସମସ୍ତଙ୍କ ରିପ୍ଲାଏ ଆମେ ଦେବା ପାଇଁ ଚେଷ୍ଟା କରିବୁ। ରହିଲି। ଜଗନ୍ନାଥ, ଜୟ ଜଗନ୍ନାଥ।